फाल्गुन शुक्ल द्वादशी तिथि श्रीक्षेत्र में अनुष्ठित होईछि पवित्र गोविंद द्वादशी बुड़। ଏହି ଅବସରରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ଶତାଧିକ ସେବାୟତ ସାଧୁସନ୍ଥ ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁମାନେ ବିରାଟ ପଦଯାତ୍ରାରେ ଯାଇ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ବୁଡ଼ ପକାଇଥିଲେ। ଅଜ୍ଞାନକୃତ ପାପକୁ ନାଶ କରିବା ବା ଅଜାଣତରେ ହୋଇଥିବା ପାପକୁ ନାଶ କରିବାକୁ ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇବାର ପରମ୍ପରା ରହିଛି। ସକାଳ 10:18ରୁ ଦିନ 1 ପର୍ଯ୍ୟନ୍ତ ତୀର୍ଥରାଜ ମହୋଦଧିରେ ବୁଡ଼ ପକାଇବାର ଅମୃତ ବେଳା ରହିଥିବା ବେଳେ ପରମ୍ପରା ଅନୁଯାୟୀ ପ୍ରଥମେ ବରୁଣ ପୂଜା ଓ ପରେ ହନୁମାନଙ୍କୁ ସ୍ନାନ କରାଯାଇଥିଲା। ପରେ ସାଧୁସନ୍ଥମାନେ ମହୋଦଧିରେ ସ୍ନାନ କରିବା ପରେ ମଠାଧୀଶ ସେବାୟତ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏହି ପବିତ୍ର ଦିନରେ ସ୍ନାନ କରିଥିଲେ। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫ୍ ଗାର୍ଡକୁ ମଧ୍ୟ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଦେଖନ୍ତୁ ଆଜି ପରିବେଶ ସ୍ୱତନ୍ତ୍ରତା ଆଜି ହେଇଯାଇଛି। ଆପଣ ଅନେକ ବାର ସମୁଦ୍ରକୁ ଆସିଥିବେ, ଟିଭିରେ ଦେଖିଥିବେ, ଦେଖୁଛନ୍ତି ମଧ୍ୟ ସବୁଦିନ। ଆଜି ଟିକେ ଦେଖନ୍ତୁ ଚାରିପଟେ ସାଧୁ ସନ୍ନ୍ୟାସୀ, ଦେଖନ୍ତୁ କୀର୍ତ୍ତନ ମଣ୍ଡଳୀ ହରିବୋଲ ହୁରହୁଳିରେ ସେବାୟତ ବୃନ୍ଦ ଆଜି ବରୁଣ ରାଜାକୁ ଆହ୍ୱାନ କରି ସ୍ୱୟଂ ମହାବୀର ହନୁମାନ ଯିଏ ସମୁଦ୍ର ଲଙ୍ଘିଥିଲେ ସିଏ ନିଜେ ଆଜି ବରୁଣ ରାଜାଙ୍କ କୋଳରେ ଆଜି ସ୍ନାନରେ ମାଜି ଯାଇଛନ୍ତି। ସମସ୍ତେ ଆଜି ଏତେ ଆନନ୍ଦ ଲାଗୁଛି ଯେ କି ତାର ବର୍ଣ୍ଣନା କରିବା ସତ୍ୟରେ ଆଜି ପୁରାଣ ଶାସ୍ତ୍ର ସବୁ ସତ୍ୟ ଅଛି, ତାର ବର୍ଣ୍ଣିତ ଥିବା କଥାକୁ ଆଜି ଆମେ ମାନି ନେଇଛୁ। ବିଶେଷତ୍ୱ ହଉଛି ଆଜି ଗୋବିନ୍ଦ ଦ୍ୱାଦଶୀ ବୁଡ଼, ତେଣୁକରି ଆଜିର ଦିନରେ ସ୍ନାନ କରିବାର ମହତ୍ଵ ନିହାତି ରହିଛି। ଏହା ସାଧୁସନ୍ଥ ମାନେ କହୁନାହାନ୍ତି, ଏହା ଆମର ଶାସ୍ତ୍ରରେ ବିଦିତ ଅଛି। ତେଣୁକରି ଶାସ୍ତ୍ର ଆଧାରିତ ସ୍ନାନ ଏଇଟା, ତେଣୁକରି ସମସ୍ତେ ଏହାର ସୁଯୋଗ ନେବା ତ ଦରକାର। ବାସ୍ତବିକ ଶ୍ରୀକ୍ଷେତ୍ରରେ ମହୋଦଧି ସ୍ନାନ ଗୋବିନ୍ଦ ଦ୍ୱାଦଶୀର ଏକ ଅପୂର୍ବ ସଂଯୋଗରେ ଏକ ବର୍ଷକୁ ଗୋଟିଏ ଦିନ ହିଁ ପଡ଼ିଥାଏ। ତେଣୁ ଆଜି ସେହି ପବିତ୍ର ଦିନ, ଯେଉଁ ଦିନକୁ ବର୍ଷ ତମାମ ଭକ୍ତମାନେ ଅପେକ୍ଷା କରିଥାନ୍ତି, ମହୋଦଧିର ପବିତ୍ର ଏହି ଜଳରେ ସ୍ନାନ କରି ନିଜକୁ ପୂତ ପବିତ୍ର କରିବେ। ଗଙ୍ଗା ଯମୁନା ସରସ୍ୱତୀ ଭଳି ଏଠି ମଧ୍ୟ ଏକ କୁମ୍ଭମେଳାର ଭ୍ରମ ସୃଷ୍ଟି ହେଉଛି। ଜୟ ଜୟ ଶ୍ରୀ ଜଗନ୍ନାଥ। विशेष भाव आज हूँ जहाँकि गोटे प्रसिद्ध दिन, प्रसिद्ध दिन कहले फाल्गुन मास शुक्ल पक्ष एवं द्वादशी तिथि, जो तिथि नाम हूँ गोविंद द्वादशी। तो गोविंद द्वादशी महाप्रभुंकर अपूर्व संयोग योग थाए, कारण महोदधि तीर्थ स्नान कले अक्षय फल मिलता है। से आज साधु सन्थ सन्यासी श्रीमंदिर सेवायत एवं छत्तीसा निजोग नायक परदेश महापात्र इत्यादि व्यतीत समस्ते, कारण पंडित माने साधक माने साधारण भक्त माने समस्त आज एकाकार होते। धीरे धीरे आमर महोदधींकर महनीयता को भूलिया बसिले। आमर जो गोविंद द्वादशी स्नान अलभ्य पुण्य बा तार बहुत महात्म्य अष्टादश पुराण लिखाई वामदेव संहिता आज। तेणु यही दिन को यही दिन में स्नान करी समस्ते ए क्षेत्र महात्म्य, एठी प्रभु जगन्नाथ, एठी तीर्थ महोदधि, जहाँकि आदि शंकराचार्य निजर मठामना महानुशासनम जो ग्रंथ लिखिं लिखिं शंकराचार्य स्थिर कर तीर्थ एवं महोदधि। तेणु यही क्षेत्र में जगन्नाथ दास ओडिया भागवत रचना करछंती। पुरी रविनारायण जेना निराकार महाराणा रिपोर्ट तीर्थक्षेत्र लाइव।